ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ମୋର ଏହି ବାର୍ତ୍ତାକୁ ଅବଶ୍ୟ ଶୁଣନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସମୟ ଆପଣଙ୍କର। ଆପଣ ଚାହିଁଲେ ସୁନା ବନେଇ ପାରିବେ, ନହେଲେ ଶୋଇକି ସାରିପାରିବେ। ସମୟ ଆପଣଙ୍କର ଅବସ୍ଥା ଦେଖିକି ବଦଳିଥାଏ। ତୁମ ମନରେ ଯଦି ଖରାପ ବିଚାର ଆସୁଛି ତେବେ ତାକୁ କାଲିକୁ ରଖନ୍ତୁ। ଭଲ ବିଚାର ଆସିଲେ ଆଜି ହିଁ କରନ୍ତୁ। ପିଠି ସବୁବେଳେ ମଜବୁତ କରି ରଖନ୍ତୁ, କାରଣ ସାବାସ ଆଉ ଧୋକା ଏହି ଦୁଇଟି ଯାକ କେବଳ ଆପଣଙ୍କର ପିଠି ପଛପଟୁ ହିଁ ମିଳିଥାଏ। ନିଜର ଖୁସିକୁ ଅନ୍ୟ ଉପରେ ନିର୍ଭର କରିବା ବନ୍ଦ କରନ୍ତୁ, ନହେଲେ ସବୁବେଳେ ଅନ୍ୟର ଗୋଲାମ ହେଇକି ରହିଯିବେ। କାହାକୁ ସାହାଯ୍ୟ କରିବାର ଅଛି ତ ବଞ୍ଚିଥିଲା ବେଳେ କରନ୍ତୁ। ମରିବା ପରେ ତ ପରଲୋକମାନେ ବି କରିଥାନ୍ତି। ସମୟ ମଣିଷକୁ ସଫଳ ବନେଇ ନଥାଏ, ବରଂ ସମୟର ସଠିକ୍ ବ୍ୟବହାର ହିଁ ମଣିଷକୁ ସଫଳ ବନେଇଥାଏ। ନିଜ ସ୍ୱପ୍ନକୁ ପାଇବା ପାଇଁ ନିଜକୁ ପାଗଳ ହେବାକୁ ପଡ଼ିଥାଏ। କିଏ କିଛି ବି କୁହନ୍ତୁ, ଆପଣ ସର୍ବଦା ନିଜକୁ ଶାନ୍ତ ରଖନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ମଣିଷ ସମସ୍ତଙ୍କର ଖୁସି ଚାହିଁଥାଏ, ସମସ୍ତଙ୍କର ଭଲ ଚିନ୍ତା କରିଥାଏ, ସେହି ମଣିଷ ହିଁ ଜୀବନରେ ସବୁବେଳେ ଏକା ରହିଯାଏ। ଯେଉଁ ମଣିଷ ତାର ନିଜର କଷ୍ଟକୁ କାହାକୁ କୁହେ ନାହିଁ, ଏହାର ଅର୍ଥ ଏହା ନୁହେଁ କି ତାର ଜୀବନରେ ସବୁକିଛି ଭଲରେ ଅଛି। ସେ ମଣିଷ ତାର ନିଜ ଭିତରେ କଷ୍ଟକୁ ଲୁଚେଇ ଲୁଚେଇ ରଖି ଜୀବନ କାଟିବାକୁ ପସନ୍ଦ କରିଥାଏ, କାରଣ ତାକୁ ଜଣାଅଛି ଏଠି କେହି ସାଥ ଦିଅନ୍ତି ନାହିଁ। ଭଗବାନ କୁହନ୍ତି, ଆପଣ ପଛେ ଚିନ୍ତାରେ ମରିଯାଆନ୍ତୁ କି ରାଗରେ ପାଗଳ ହେଇଯାଆନ୍ତୁ, କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିଥିବେ, କାହାର ଗୋଡ଼ ତଳେ ପଡ଼ିକି କେବେ ଆଗକୁ ବଢ଼ନ୍ତୁ ନାହିଁ, ବରଂ ନିଜ ଗୋଡ଼ରେ ସଫଳତା ହାସଲ କରନ୍ତୁ। ଆପଣଙ୍କ ବୟସ ଓ ପଇସାକୁ ନେଇକି କେବେ ଗର୍ବ କରନ୍ତୁ ନାହିଁ, କାରଣ ଏହା କେବେ ବି ସ୍ଥାୟୀ ନୁହେଁ। ଏହା କେତେବେଳେ ବି ଶେଷ ହୋଇଯାଇପାରେ। ଅନ୍ୟର ବିପଦ ସମୟରେ କେବେ ହସନ୍ତୁ ନାହିଁ, ବରଂ ତାକୁ ସାହାଯ୍ୟର ହାତ ବଢ଼ାନ୍ତୁ। ଯଦି ଆପଣଙ୍କ ଖରାପ ସମୟରେ ଆପଣ ଧୈର୍ଯ୍ୟ ରଖନ୍ତି, ତେବେ ବିଶ୍ୱାସ କରନ୍ତୁ, ବିଷ ଓଗାଳିଲା ବାଲା ବି ଆପଣଙ୍କର କିଛି ବି ବିଗାଡ଼ି ପାରନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯଦି ପରିଶ୍ରମ ଅଭ୍ୟାସ ବନିଯାଏ, ତେବେ ସଫଳ ବି ଆପେ ଆପେ ବନିଯିବ। କିଛି ଏମିତିକା ଜିଦ୍ଦି କରିବା ଶିଖ, ତାକୁ ହାସଲ କରିକି ରଖ। ଏକା ଚାଲିବା ଶିଖନ୍ତୁ। ଯିଏ ଆଜି ଆପଣଙ୍କ ସାଥିରେ ଅଛି, କାଲିକି ସେ ନଥାଇପାରେ। ହଁ, ଠିକ୍ ଅଛି, କାଲିଠାରୁ କରିବି। ଏହି କାଲିର ଶବ୍ଦଟି ଆପଣଙ୍କୁ କେବେ ସଫଳ କରିପାରିବ ନାହିଁ। ନିଜକୁ ପରିଶ୍ରମରେ ଘାଣ୍ଟି ଦିଅନ୍ତୁ। ହାରିବା ପରେ ବି ଆଉ ଥରେ ଚେଷ୍ଟା କରନ୍ତୁ। ବିଶ୍ୱାସ କରନ୍ତୁ, ସଫଳତା ଆପଣଙ୍କର ପଛରେ ଗୋଡ଼େଇବ। ଆପଣଙ୍କର କନଫିଡେନ୍ସ ଲେବୁଲକୁ ହାଇ କରି ରଖନ୍ତୁ। ଚିନ୍ତା କରିବା ଠାରୁ ଭଲ କାମରେ କରିକି ଦେଖାନ୍ତୁ। ନିଦ ଆଉ ନିନ୍ଦା ଉପରେ ଯେଉଁ ବ୍ୟକ୍ତି ବିଜୟ ପ୍ରାପ୍ତ କରିଥାନ୍ତି, ସେହି ବ୍ୟକ୍ତି ହିଁ ଜୀବନରେ ସଫଳ ହେବାକୁ ସକ୍ଷମ ହୋଇଥାନ୍ତି। ଏହା କେବେ ବି ଦେଖ ନାହିଁ କି କ'ଣ କରାଯାଇଛି, ସବୁବେଳେ ଏହା ଉପରେ ଫୋକସ୍ କର କି ଆଉ କ'ଣ କରିବା ବାକି ଅଛି। ଜୀବନରେ କେବେ ହେଲେ ବି କୌଣସି କାମ ଆରମ୍ଭ କରିବା ପାଇଁ ପଛକୁ ହଟିଯିବେ ନାହିଁ, କାହିଁକି ନା ଛୋଟ ଛୋଟ କାମ କରିବାର ଲାଜ ପ୍ରାୟତଃ ସବୁ ଲୋକଙ୍କୁ ବଡ଼ ହେବାରୁ ରୋକି ଦେଇଥାଏ।
ଆଜି ଯେଉଁମାନେ ବଡ଼ ଲୋକ ହୋଇଛନ୍ତି, ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ସମସ୍ତେ କେବେ ନା କେବେ ଛୋଟ ହିଁ ଥିଲେ। ସେହି ସମ୍ପର୍କ ସବୁବେଳେ ଭାଙ୍ଗି ଯାଇଥାଏ ଯେଉଁ ସମ୍ପର୍କକୁ ରଖିବାର ଚେଷ୍ଟା କେବଳ ଗୋଟେ ତରଫରୁ ହିଁ ହୋଇଥାଏ। ଜୀବନରେ କେବେ ହେଲେ ବି କାହାକୁ ନିଜ ଦୁର୍ବଳତା ବିଷୟରେ କୁହନ୍ତୁ ନାହିଁ, କାହିଁକି ନା ସମୟ ଆସିଲେ ସେହି ଲୋକ ହିଁ ପ୍ରଥମେ ତୁମ ଦୁର୍ବଳତାର ଫାଇଦା ଉଠେଇବ। ଯେବେ ଆପଣ ଅସଫଳ ହେବେ ତ ଲୋକମାନେ ଆପଣଙ୍କ ଉପରେ ହସିବେ, ଆପଣଙ୍କର ମଜାକ ଉଡ଼େଇବେ, କିନ୍ତୁ ଆପଣ ସଫଳ ହେଇଯିବେ ତ ଲୋକମାନେ ଆପଣଙ୍କ ପଛରେ ଗୋଡ଼େଇବେ। ଆପଣଙ୍କ ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି, ଆପଣ ଧୈର୍ଯ୍ୟ ଧରନ୍ତୁ ଓ ପରିଶ୍ରମ କରି ଚାଲନ୍ତୁ। ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ ଓ ଆପଣଙ୍କ ଜୀବନରେ ବି ଭଲ ପରିବର୍ତ୍ତନ ଆସିବ। ସମସ୍ୟା ତ ସମସ୍ତେ ସୃଷ୍ଟି କରିପାରନ୍ତି, ହେଲେ ସମାଧାନ କରିବା ଲୋକ ବହୁତ କମ୍। ତେଣୁ ସମସ୍ୟା ନୁହେଁ, ନିଜେ ଜଣେ ସମାଧାନର ମାଧ୍ୟମ ହୁଅ। ଶୋଇଥିବା ବେଳେ ଦେଖୁଥିବା ସ୍ୱପ୍ନ କେବେ ସଫଳ ହୁଏ ନାହିଁ। ସେହି ସ୍ୱପ୍ନ ସଫଳ ହୁଏ ଯେଉଁ ସ୍ୱପ୍ନ ତୁମକୁ ଶୋଇବାକୁ ଦିଏ ନାହିଁ। ତୁମେ ଯଦି ଆରମ୍ଭ କରିବା ପାଇଁ ସାହସ ରଖିଛ, ତେବେ ତୁମେ ହିଁ ସଫଳ ହେବାକୁ ହକଦାର। ସମସ୍ୟାର ସାମ୍ନା କର, କେବେ ବି ଡରନି, ତେବେ ଯାଇ ସମାଧାନ କରିପାରିବ। ନଚେତ୍ ଜୀବନ ସାରା ସମସ୍ୟାକୁ ଡରି ଲୁଚୁଥିବ ସିନା, ହେଲେ ସମସ୍ୟା ତୁମ ପିଛା ଛାଡ଼ିବ ନାହିଁ।